ଏଯାକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବି ଲେଖା ହେଇଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃ ଅଭିଯାନ ଦିବସ। ଦେଖ ପ୍ରଧାନମନ୍ତ୍ରୀ ମୋଦିଜୀ ଆସିବା ଦିନରୁ ସ୍ୱାସ୍ଥ୍ୟ ସୁରକ୍ଷା ଆଉ ଶିକ୍ଷା ଆମ ଭାରତରେ କେତେ ଅଗ୍ରଗତି କରିଛି। 70 ବର୍ଷରେ ଯେଉଁ ଦାନବ ସରକାର ଥିଲା, ହିନ୍ଦୁ ବିରୋଧୀ, ହିନ୍ଦୁ ଧର୍ମ ଦ୍ରୋହୀ ସରକାର ଯେଉଁ ରହିଥିଲା, 70 ବର୍ଷରେ କଂଗ୍ରେସ ଆମ ଦେଶକୁ ବରବାଦ କରିଥିଲା। ସବୁ କ୍ଷେତ୍ରରେ ଆମ ଭାରତକୁ ମୂର୍ଖ ମୁସୁଣ୍ଡ କରିକି ତଳେ ରଖିଥିଲା, କାରଣ ସେ ଯାଉଥିଲା ଏ ଦେଶକୁ ବରବାଦ କରିବା ପାଇଁ। ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶାବାସୀ, ହିନ୍ଦୁ ସମାଜ, ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ, ହିନ୍ଦୁ ରାଜନେତା ରାଜନୈତିକ ଦଳମାନେ ବୁଝିଯାଅ, ପ୍ରଧାନମନ୍ତ୍ରୀ ମୋଦିଜୀ ଭାରତ ମାତାର ବୀର ପୁଅ। ସେ ଭାରତ ମାତାକୁ ନିଜ ପରିବାର ଭାବୁଛନ୍ତି, ସେଥିପାଇଁ ସବୁ ଉନ୍ନତି କରୁଛନ୍ତି। ସାରା ଭାରତୀୟ ହିନ୍ଦୁସ୍ତାନୀ ନିଃସ୍ୱାର୍ଥ ଭାବରେ ଭାରତ ମାତାର ବୀର ପୁଅ ମୋଦିଜୀ ଯୋଗୀଜୀଙ୍କ ସାଥରୁ ଆମ ଭାରତ ମାତାକୁ ଶାନ୍ତିରେ ସୁରକ୍ଷା ରଖ। 12 ବର୍ଷ ଭିତରେ ଆମ ଭାରତ ମାତା ସାରା ବିଶ୍ୱରେ ସବୁ କ୍ଷେତ୍ରରେ ତୃତୀୟ ସ୍ଥାନ ଅଧିକାର ହେଲାଣି, ଆହୁରି ଆଗକୁ ବଢ଼ୁଛି।